ନମସ୍କାର ଦର୍ଶକ ବନ୍ଧୁ, ଜୀବନ ସାରା ସୁସ୍ଥ ରହିବାର 40ଟି ଘରୋଇ ଟିପ୍ସ। ସହଜ ଏବଂ ସରଳ ଗୃହିଣୀମାନଙ୍କ ପାଇଁ। ନମ୍ବର 1, ଆପଣ ଶୋଇବା ପୂର୍ବରୁ ପାନମଧୁରୀ ସେବନ କରନ୍ତୁ। ଏହାଦ୍ୱାରା ଆଖିର ଆଲୋକ ବୃଦ୍ଧି ହୋଇଥାଏ। ଏଥିପାଇଁ ଆପଣ 2ଟି ବାଦାମ ସହିତ 1 ଚାମଚ ପାନମଧୁରୀ ସେବନ କରନ୍ତୁ। ନମ୍ବର 2, ଯଦି ଗଳାରେ ଯନ୍ତ୍ରଣା ହୁଏ ତେବେ ଆପଣ ହାଲକା ଉଷୁମ ପାଣିରେ ଲୁଣ ପକାଇକି ଗାର୍ଗଲ କରନ୍ତୁ। ଏମିତି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ନମ୍ବର 3, ପ୍ରତିଦିନ ଅଧଘଣ୍ଟା ନିହାତି ଭାବରେ ଏକ୍ସରସାଇଜ୍ କରନ୍ତୁ। ଏମିତି କରିବା ଆପଣଙ୍କୁ କେବେ ବି ରୋଗ ହୋଇନଥାଏ। ନମ୍ବର 4, ଦିନରେ ଆପଣ ନିହାତି ଭାବରେ 1 ପ୍ଲେଟ୍ ସାଲାଡ୍ ସେବନ କରନ୍ତୁ। ଏହାଦ୍ୱାରା ଆପଣ ପୁରା ସୁସ୍ଥ ରହିଥାନ୍ତି। ନମ୍ବର 5, ପ୍ରତିଦିନ 10ରୁ 15 ମିନିଟ୍ ସକାଳର ସୂର୍ଯ୍ୟକିରଣ ନିଅନ୍ତୁ। ଏହାଦ୍ୱାରା ଦାନ୍ତ ଓ ହାଡ଼ ମଜବୁତ ହୋଇଥାଏ। ନମ୍ବର 6, ମେଥି, କଲରା, ପାଳଙ୍ଗ, ମୂଳା ଏହିସବୁ ଆଦି ଆପଣ ନିହାତି ଭାବରେ ସେବନ କରନ୍ତୁ। ଏହାଦ୍ୱାରା ରକ୍ତ ଶୁଦ୍ଧ ବା ପରିଷ୍କାର ରହିଥାଏ, ଯାହାଫଳରେ ଶରୀରର କାଛୁକୁଣ୍ଡିଆ ଭଳି କୌଣସି ରୋଗ ହୋଇନଥାଏ। ନମ୍ବର 7, ଜୁଆଣି ଓ ଅଦାର ସେବନ ନିହାତି ଭାବରେ କରନ୍ତୁ। ଏହାଦ୍ୱାରା ଶରୀରର ଯନ୍ତ୍ରଣା ଓ ଗ୍ୟାସ୍ ଆଦି କମ୍ ହୋଇଥାଏ। ନମ୍ବର 8, ଆପଣ ଯେଉଁ ଚାହା ସେବନ କରୁଛନ୍ତି ତାକୁ ଛାଡ଼ନ୍ତୁ। ତା ବଦଳରେ ଆପଣ ଆୟୁର୍ବେଦିକ ଚା'ର ସେବନ କରନ୍ତୁ, ଯାହାଫଳରେ ଆପଣ ନିରୋଗୀ ରହିବେ। ନମ୍ବର 9, ବିରି, ଛୋଲେ, ବେସନ, ରାଜମା ଏବଂ ମଇଦା ଏହିସବୁ ଆଦିର ସେବନ କମ୍ରୁ କମ୍ କରନ୍ତୁ, ଯାହାଫଳରେ ଆପଣ ଗ୍ୟାସ୍ ସମସ୍ୟାରୁ ବଞ୍ଚିକି ରହିପାରିବେ। ନମ୍ବର 10, ଆପଣଙ୍କର ଡାଲମା ବା ତରକାରୀ, ଭଜା ଆଦିରେ ଜିରା, କଳା ଜିରା, ସୋରିଷ ଆଦିର ବ୍ୟବହାର ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଶରୀରକୁ ବହୁତ ଫାଇଦା ମିଳିଥାଏ। ନମ୍ବର 11, ସକାଳର ଜଳଖିଆ କିମ୍ବା ଦ୍ୱିପହର ଭୋଜନ କରିବା ସମୟରେ ଦେଶୀ ଗାଈ କ୍ଷୀରର ଦହି କିମ୍ବା ଲସି ଆଦିର ସେବନ ନିହାତି ଭାବରେ କରନ୍ତୁ। ନମ୍ବର 12, ଆପଣମାନେ ଚେଷ୍ଟା କରନ୍ତୁ ଅଧିକରୁ ଅଧିକ ଖାଦ୍ୟ ଲୁହା ବାସନରେ ରୋଷେଇ କରିବା ପାଇଁ, ଯାହାଦ୍ୱାରା ଆପଣଙ୍କୁ ଏବଂ ଆପଣଙ୍କ ପରିବାରରେ କୌଣସି ସଦସ୍ୟଙ୍କୁ ଆଇରନ୍ର ଅଭାବ ହେବ ନାହିଁ। ନମ୍ବର 13, ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀର ସବୁଦିନ ପାଇଁ ସୁସ୍ଥ ରହୁ ବୋଲି, ତେବେ ଆପଣ ନିଜ ଖାଦ୍ୟରେ ଲୁଣ ଓ ଚିନି ଆଦିର ସେବନ କମ୍ରୁ କମ୍ କରନ୍ତୁ। ନମ୍ବର 14, ଆପଣ ସକାଳର ଭୋଜନରେ ଗଜା ଜାତୀୟ ପଦାର୍ଥ ସେବନ କରନ୍ତୁ। ଗଜା ବୁଟ କିମ୍ବା ଗଜାମୁଗ ଆଦିର ସେବନ କରନ୍ତୁ, କାରଣ ଏଥିରୁ ବହୁତ ମାତ୍ରାରେ ଭିଟାମିନ୍ ଓ ଫାଇବର ଆଦି ମିଳିଥାଏ, ଯାହାକି କ୍ୟାନ୍ସର ରୋଗ ହେବାକୁ ଦେଇନଥାଏ। ନମ୍ବର 15, ସର୍ବଦା ଭୋଜନ ଠିକ୍ ସମୟରେ କରନ୍ତୁ ଏବଂ ତା ସହିତ ଭୋଜନ ପୁରା ପେଟ ଭରିକି କରନ୍ତୁ ନାହିଁ, ଭୋକରୁ ଟିକିଏ କମ୍ କରନ୍ତୁ। ଏମିତି କରିବା ଦ୍ୱାରା ଶରୀର ଠିକ୍ ରହିଥାଏ ଓ ମୋଟାପା ହୋଇନଥାଏ। ନମ୍ବର 16, ଆପଣଙ୍କ ରୋଷେଇରେ କିମ୍ବା ଆପଣଙ୍କ ଖାଦ୍ୟରେ ଦେଶୀ ଗାଈ ଘିଅର ପ୍ରୟୋଗ ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଥଣ୍ଡା, କାଶ ହୋଇନଥାଏ ଏବଂ ମୋଟାପା ବି ମଧ୍ୟ ହୋଇନଥାଏ। ନମ୍ବର 17, ଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଥାଏ ତେବେ ଆପଣ ତରକାରୀ ସହିତ କଞ୍ଚା ପିଆଜର ବ୍ୟବହାର କରନ୍ତୁ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।
ନମ୍ବର 18 ସନ୍ଦେବ ଲୁଣ ପ୍ରୟୋଗ କରିବା ଦ୍ୱାରା ବ୍ଲଡ଼ ପ୍ରେସର, ଥାଇରଏଡ଼୍ ଏବଂ ପେଟ ସମସ୍ୟା ଆଦି ଠିକ୍ ହୋଇଥାଏ। ସେଥିପାଇଁ ସନ୍ଦେବ ଲୁଣର ପ୍ରୟୋଗ ନିହାତି ଭାବରେ କରନ୍ତୁ। ନମ୍ବର 19 ଡାଳିମ୍ବ ସେବନ ନିହାତି ଭାବରେ କରନ୍ତୁ, ଯାହାଦ୍ୱାରା ଶରୀରର ରକ୍ତ କମି ରହିନଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ନମ୍ବର 20 ଆପଣ ଯେତେବେଳେ ସୋୟାବିନ୍ ବଡ଼ି ରୋଷେଇ କରୁଛନ୍ତି, ମନେ ରଖିବେ ସୋୟାବିନ୍କୁ ଗରମ ପାଣିରେ ପକାଇକି ତାକୁ ଭଲରେ ଧୋଇକି ତା'ର ବିଷାକ୍ତ ଫେଣକୁ ନିହାତି ଭାବରେ ବାହାର କରନ୍ତୁ ଏବଂ ତାପରେ ତାକୁ ରୋଷେଇ କରନ୍ତୁ। ନମ୍ବର 21 କ୍ୟାନ୍ସର ଭଳି ରୋଗରୁ ଦୂରେଇ ରହିବା ପାଇଁ ହେଲେ ଆମକୁ ସର୍ବପ୍ରଥମେ ଆଲୁମିନିୟମ ଓ ପ୍ଲାଷ୍ଟିକ୍ ବାସନ ଆଦିକୁ ବ୍ୟବହାର କରିବା ବନ୍ଦ କରିବା ପଡ଼ିବ। ନମ୍ବର 22 ଯଦି କାମ କରିବାରେ ମନ ଲାଗୁନଥାଏ କିମ୍ବା କାମ କରିକି ହାଲିଆ ଲାଗୁଥାଏ ବା ଥକା ଲାଗୁଥାଏ, ତେବେ ଆପଣ ନିଜ ମନପସନ୍ଦର କାମ କରନ୍ତୁ କିମ୍ବା ନିଜ ମନପସନ୍ଦର ଗୀତ ଶୁଣନ୍ତୁ। ଏହାଦ୍ୱାରା ମନକୁ ପୁରା ହାଲକା ଅନୁଭବ ହୋଇଥାଏ। ନମ୍ବର 23 ଶାରୀରିକ ପରିଶ୍ରମ କଲା ପରେ, ଶୌଚ ହୋଇକି ଆସିବା ପରେ ଏବଂ ଟାଣ ଖରାରେ ଆସିବା ପରେ ମନେ ରଖନ୍ତୁ କେବେ ବି ତୁରନ୍ତ ପାଣି ପିଇବେ ନାହିଁ। ନମ୍ବର 24 ରାତ୍ରି ସମୟରେ ଅଧିକ ଆଳୁର ସେବନ କରନ୍ତୁ ନାହିଁ, ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ନମ୍ବର 25 ଆପଣ ଜୁଆଣିର ସେବନ କରନ୍ତୁ, ଯାହାଦ୍ୱାରା ପେଟ ସମସ୍ୟା ଆଦି ହୋଇନଥାଏ ବା କମ୍ ହୋଇଥାଏ। ନମ୍ବର 26 ତ୍ରିଫଳା ହେଉଛି ଅମୃତ, ଯାହାକି ବାତ, ପିତ୍ତ, କଫ ଆଦିକୁ ଶାନ୍ତ କରିଥାଏ। ସେଥିପାଇଁ ଏହାର ବ୍ୟବହାର ନିହାତି ଭାବରେ କରନ୍ତୁ। ନମ୍ବର 27 ପେଟରେ ଯଦି ମଳ ବନ୍ଦ ହୋଇଯାଏ, ତେବେ ଆପଣ ଅଦା କିମ୍ବା ଶୁଣ୍ଠିର ପ୍ରୟୋଗ କରନ୍ତୁ, ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ନମ୍ବର 28 ଯଦି ଆପଣଙ୍କର ହାଇ ବିପି ଥାଏ, ତେବେ ଆପଣ ଶୋଇବା ପୂର୍ବରୁ ଏବଂ ସ୍ନାନ କରିବା ପୂର୍ବରୁ 1 ଗ୍ଲାସ ପାଣି ନିହାତି ଭାବରେ ପିଅନ୍ତୁ। ନମ୍ବର 29 ଯଦି ଆପଣଙ୍କର ଲୋ ବିପି ଥାଏ, ତେବେ ଆପଣ ପାଣିରେ ଲୁଣ ପକାଇକି ସ୍ନାନ କରନ୍ତୁ। ନମ୍ବର 30 ଶୋଇବାର ଅଧଘଣ୍ଟା ପୂର୍ବରୁ ପାଣି ନିହାତି ଭାବରେ ପିଇବା ଜରୁରୀ। ଏମିତି କରିବା ଦ୍ୱାରା ବାୟୁ ନିୟନ୍ତ୍ରଣରେ ରହିଥାଏ ଏବଂ ତା ସହିତ ହାର୍ଟ ଆଟାକ୍ ହେବାର ଆଶଙ୍କା କମ୍ ରହିଥାଏ। ନମ୍ବର 31 ମନେ ରଖନ୍ତୁ ଭୋଜନ ପରେ ଏବଂ ସ୍ନାନ ପୂର୍ବରୁ ପରିସ୍ରା ନିହାତି ଭାବରେ କରନ୍ତୁ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ନମ୍ବର 32 ମନେ ରଖିବେ ଫଳ ଏବଂ ଆମ୍ଳୀୟ ଖାଦ୍ୟ ଦିନ ବୁଡ଼ିବା ପୂର୍ବରୁ ସେବନ କରନ୍ତୁ ଏବଂ କ୍ଷାରୀୟ ଖାଦ୍ୟ ଦିନ ବୁଡ଼ିଯିବା ପରେ ସେବନ କରନ୍ତୁ। ନମ୍ବର 33 ଗୋଟେ ଭଲ ବା ସୁସ୍ଥ ବ୍ୟକ୍ତିକୁ ଶୌଚ ପାଇଁ ମାତ୍ର 5 ମିନିଟ୍ ଲାଗିଥାଏ। ଯଦି ଆପଣଙ୍କୁ ଅଧିକ ସମୟ ଲାଗୁଛି, ତେବେ ଆପଣ ରାତିରେ ନିହାତି ଭାବରେ ଉଷୁମ କ୍ଷୀର ପିଇକି ଶୟନ କରନ୍ତୁ। ନମ୍ବର 34
ଜାଣି ରଖନ୍ତୁ ସକାଳର ଖାଦ୍ୟରେ ଫଳ, ଦ୍ୱିପହର ଖାଦ୍ୟରେ ଦହି ଏବଂ ରାତି ଖାଦ୍ୟରେ କ୍ଷୀରର ସେବନ ନିହାତି ଭାବରେ କରିବା ଆବଶ୍ୟକ। ତ ଆଜି ପାଇଁ ସାଙ୍ଗମାନେ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ।